भाई प्रभा आज मु तो छुई देछि भाई मो ये अंध कोठरीटा खोली दे भाई युवराजंकर जय हो महामती विरसन हाँ आपण पुणी एठी हटा कि उद्देश्य आसिछत महामंत्री ए कर्णाटक कुसुमोद्यान को आसबार गोटाए अभिप्राय अच्छे ज्येष्ठ युवराज गोटाए अभिप्राय अच्छे अभिप्राय हाँ युवराज को अभिप्राय ए कर्णाटक फल उद्यान को आसी केवल गोटाए परीक्षा करने युवराज गोटाए परीक्षा करने परीक्षा कराइबे हाँ युवराज चलो को परीक्षा ताले मन दे श्रवण करंतु युवराज ठीक अछि महामंत्री विरसन तारे प्रकाश कर सुना 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 हो सुना सुना मन दे सुन राजकुमार सुना सुना हो सुना सुना मन दे सुन राजकुमार आसंता प्रभाते तुम्हे आसंता प्रभाते तुम्हे होई बनुर पवन सुना सुना ओ सुना सुना मन दे सुन राजकुमार हे वीर मन दे सुन राजकुमार हे वीर मन दे सुन राजकुमार राज्य हेले राजा आनंद पालिबे प्रजा बाह्य शत्रु आक्रमण कले करिबे रक्षण राज्य हेले राजा आनंद पालिबे प्रजा बाह्य शत्रु आक्रमण कले करिबे रक्षण परीक्षा पाई आसिछि कर अस्त्र समर सुना सुना हो सुना सुना मन दे सुन राजकुमार हे वीर मन दे सुन राजकुमार हे वीर मन दे सुन राजकुमार हे वीर मन दे सुन राजकुमार युवराज आसंता प्रभात रे आपण राजा हेबे युवराज आपण राजा हेबे ए कर्णाटक प्रजावासी समस्त जयगान करिवे आपणक नाम रे सेति पई आपण राजा हेबा पूर्व मु आपणक पितांको आदेश अनुसार आसी अछि ए कर्णाटक पुष्पोद्यान को आपणक थरुटाए अस्त्र परीक्षा करिबा पई युवराज अस्त्र परीक्षा करिबा पई महामती विरसन युवराज ताला आपण मते अस्त्र परीक्षा कराइबे हाँ युवराज ठीक अछि महामंत्री विरसन ताला उठा अस्त्र आपण वास्तव रे मो सहित युद्ध करिवे युवराज हाँ महामंत्री मो आपणक सहित अरे ठीक अछि युवराज आसंत संग्राम प्रांगण को एवं डाहाण हस्ते उत्तोलन करंतु गोटे तीक्ष्ण तरबारी आसमे युद्ध करिबा युवराज आसमे संग्राम करिबा
ଦେଖନ୍ତୁ ଯୁବରାଜ ହଠାତ୍ ଯୁଦ୍ଧଟା ଚାଲୁଥିବା ସମୟରେ ଆପଣଙ୍କ ହାତରୁ ଖସି ପଡ଼ିଲା ଏ ତୀକ୍ଷ୍ଣ ତରବାରୀଟା ଅର୍ଥାତ୍ ଆପଣ ମୋ ଠାରୁ ହାରି ଯାଇଛନ୍ତି ଯୁବରାଜ ମୋ ଠାରୁ ହାରି ଯାଇଛନ୍ତି ହେଲେ ଯୁବରାଜ ମୁଁ ବିଶ୍ୱାସ କରିପାରୁନାହିଁ ଆପଣ ଗୁରୁକୁଳ ସମୟରେ ବିଦ୍ୟାଧନ ସମ୍ପୂର୍ଣ୍ଣ କରିଥିଲେ ହେଲେ ମୋ ଠାରୁ ପରାଜୟ ଲାଭ କଲେ କେମିତି ଯୁବରାଜ ମହାମନ୍ତ୍ରୀ ବୀରସେନ ଏ ଆପଣ କଣ କହୁଛନ୍ତି ମୁଁ ଠିକ କଥା କହୁଛି ଯୁବରାଜ ହେଲେ ଗୋଟାଏ କଥା ଯୁବରାଜ ଗୋଟାଏ କଥା ସନ୍ଦେହ ଲାଗୁଛି କୋଉ କଥା ଆପଣ ଯଦି ଆସନ୍ତା ପ୍ରଭାତରେ ରାଜା ହେଲେ ବାସ୍ତବରେ ଆପଣଙ୍କର କର୍ଣ୍ଣାଟ ପ୍ରଜାବାସୀମାନଙ୍କୁ ଆକ୍ରମଣ କଲେ ବାହ୍ୟ ଶତ୍ରୁ କପଟ ରକ୍ଷା କରିପାରିବେ ହଁ ମହାମନ୍ତ୍ରୀ ବୀରସେନ ମୁଁ ପ୍ରଜା ସୁଖ ହୁଏ ଆଉ ପ୍ରଜା ଦୁଃଖିତ ହୁଏ ଏ ରାଜ୍ୟର ରାଜନୀତି ପାଳନ କରେ ନାଇଁ 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 ଯୁବରାଜ ପ୍ରଜାବାସୀକୁ ମୁଁ ରକ୍ଷା କରିପାରିବି ନାଇଁ ଯୁବରାଜ ଆପଣ ଯେତେବେଳେ ମୋ ଠାରୁ ହାରି ଯାଇଛନ୍ତି ଆପଣ କେମିତି ବାହ୍ୟ ଶତ୍ରୁ ଆକ୍ରମଣରୁ ପ୍ରଜାବାସୀ ମାନଙ୍କୁ ଉଦ୍ଧାର କରିପାରିବେ ଯୁବରାଜ ଅର୍ଥାତ୍ ଗୋଟାଏ କଥା ସନ୍ଦେହ ଲାଗୁଛି ଯୁବରାଜ ଆପଣ ଏ କର୍ଣ୍ଣାଟକ ରାଜ୍ୟରେ ରାଜା ନ ହୋଇ ବରଂ ଆପଣଙ୍କ ସାନ ଭାଇ ପ୍ରଭାସ ରାଜା ହେଲେ ବହୁତ ଭଲ ହବ ମହାମନ୍ତ୍ରୀ ବୀରସେନ ଯୁବରାଜ ଆପଣ କଣ କହୁଛନ୍ତି ମୁଁ ସତ କଥା କହୁଛି ଯୁବରାଜ ଆପଣଙ୍କ ଠାରୁ ଯୁଦ୍ଧ ବିଦ୍ୟାରେ ବେଶ ଧୁରନ୍ଧର ଆପଣଙ୍କ ସାନ ଭାଇ ପ୍ରଭାସ ତେଣୁ ବାସ୍ତବରେ ଆପଣ ରାଜା ହେବା ପାଇଁ ଯୋଗ୍ୟ ନୁହନ୍ତି ଯୁବରାଜ ରାଜା ହେବା ପାଇଁ ଯୋଗ୍ୟ ନୁହନ୍ତି ଆପଣ ନା ମହାମନ୍ତ୍ରୀ ଆପଣ ମିଛ କହୁଛନ୍ତି ମିଛ କଥା କହିବି କାହିଁକି ଯୁବରାଜ ଆଉ ଗୋଟାଏ କଥା ଯୁବରାଜ ଆଉ ଗୋଟାଏ କଥା ଶାସ୍ତ୍ର ପୁରାଣରେ ପ୍ରମାଣିତ ଅଛି ଯୁଦ୍ଧରେ ଯିଏ ହାରିଯାଏ ସେ ଅବଶ୍ୟ ମରିଯାଏ ଆପଣ ହାରି ଯାଇଛନ୍ତି ମୋ ଠାରୁ ଯୁବରାଜ ଆପଣ ଆପଣ ମରିବା ପାଇଁ ବାଧ୍ୟ ଅର୍ଥାତ୍ କହିବାକୁ ଗଲେ ଏ କର୍ଣ୍ଣାଟ ଫଳ ଉଦ୍ୟାନରେ ମୁଁ ଆପଣଙ୍କୁ ହତ୍ୟା କରିବି ମହାମନ୍ତ୍ରୀ ବୀରସେନ ଆପଣ ଏ କଣ କହୁଛନ୍ତି ଗୋଟେ ସାମାନ୍ୟ ମନ୍ତ୍ରୀ ହୋଇ ରାଜା ହେବାର ସ୍ୱପ୍ନ ଦେଖନା ତମେ କଣ ଜାଣିବ ସେ ଅତୀତର କଥାଟାକୁ ମୁଁ ଯେତେବେଳେ 5 ବର୍ଷର ବାଳକ ଥିଲି ଗୋଟାଏ ଅପୂର୍ବ ଦୃଶ୍ୟଟା ଝଲସି ଉଠୁଥିଲା ଆପଣଙ୍କ ପିତା ମୋ ବାପାଙ୍କୁ ହତ୍ୟା କରିଥିଲେ ସେହି ଦିନଠାରୁ ମୁଁ ପ୍ରତିଶୋଧ ପରାୟଣ ହେଇଛି ଏ କର୍ଣ୍ଣାଟ ରାଜବଂଶକୁ ସମରି ଧରି ସାଥ କରିବା ପାଇଁ ମୁଁ